ଧର୍ମ ତୋହର ନିଜ ଗୋରୁ ଉଦ୍ଧବ କାହିଁକି ପଚାରୁ। ଖାଲି କର୍ମ ନୁହେଁ, ଧର୍ମ ମଧ୍ୟ ଜୀବନରେ କିଛି କରିବାକୁ ପଡ଼ିଥାଏ। ଭୋକିଲା ମୁହଁରେ ଟିକେ ଆହାର ଦେଲେ ତା ଭିତରୁ ବାହାରୁଥିବା ସେ ପ୍ରତ୍ୟେକଟି ଶବ୍ଦ ଆପଣଙ୍କ ପାଇଁ ଆଶୀର୍ବାଦ ହୋଇଯାଏ। ଆଉ ଯେଉଁମାନେ ନିଜକୁ ଭକ୍ତିରେ ଲୀନ କରିଦିଅନ୍ତି, ନବଗ୍ରହ ମଧ୍ୟ ତାଙ୍କୁ ଶାନ୍ତି ହୁଅନ୍ତି। କିନ୍ତୁ ବେଳେବେଳେ ସମୟ ସପେକ୍ଷ ହୁଏନି, ବେଳେବେଳେ ଅର୍ଥ ମଧ୍ୟ ସାଥ ଦିଏନି। ତେଣୁ ଆପଣ ସମସ୍ତଙ୍କ ଅନୁରୋଧ କ୍ରମେ ମୁଁ ପ୍ରତି ମାସର ସଂକ୍ରାନ୍ତିରେ ଚୈତନ୍ୟ ମହାପ୍ରଭୁଙ୍କ ପୀଠରେ ନବଗ୍ରହ ଶାନ୍ତି ପୂଜା ଆୟୋଜିତ କରୁଛି, ଯେଉଁଥିରେ କି ଆପଣମାନଙ୍କର ମଙ୍ଗଳ ପାଇଁ, ଜଗତର ମଙ୍ଗଳ ପାଇଁ ଆପଣଙ୍କ ନାଁରେ ହୋମଯଜ୍ଞ ଏବଂ ପୂର୍ଣ୍ଣାହୁତି ଦିଆଯାଉଛି। ଆପଣଙ୍କର ନବଗ୍ରହ ରିଷ୍ଟ ଖଣ୍ଡନ ମଧ୍ୟ କରାଯାଉଛି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ନବଗ୍ରହ ରିଷ୍ଟ ଖଣ୍ଡନ କରି ଆପଣଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଆଣିବା ପାଇଁ, ଜୀବନରେ ସଫଳତା ପାଇବା ପାଇଁ, ପରିବାର ଖୁସି ଆଣିବା ପାଇଁ, ତାହେଲେ ଆପଣମାନେ ମଧ୍ୟ ଏଥିରେ ନବଗ୍ରହ ଶାନ୍ତି ପୂଜା କରିପାରିବେ। ଏଥିପାଇଁ କୌଣସି ବାଧ୍ୟ ନାହିଁ ଆପଣଙ୍କୁ ଅର୍ଥ ଦେବା ପାଇଁ। ଅର୍ଥ ନଦେଲେ ମଧ୍ୟ ଆପଣଙ୍କର ପୂଜା ହୋଇପାରିବ। ଯଦି ଆପଣ ଚାହୁଁଛନ୍ତି ଯେ ନବଗ୍ରହ ପୂଜା କରିବା ପାଇଁ, ତାହେଲେ ମୋତେ ହ୍ୱାଟ୍ସଆପ୍ରେ ମଧ୍ୟ ଏ ନମ୍ବରରେ ନିଜ ନାଁ ଦେଖିଦିଅନ୍ତୁ। କିମ୍ବା ଆପଣ ଚାହୁଁଛନ୍ତି କିଛି ଅର୍ଥଦାନ କରି, ଯେଉଁଥିରେ କି ଆମେ ଗରିବମାନଙ୍କୁ କିଛି ବସ୍ତ୍ରଦାନ କରୁଛୁ, ଖାଦ୍ୟଦାନ କରୁଛୁ, ବ୍ରାହ୍ମଣ ଭୋଜନ କରୁଛୁ, ନବଗ୍ରହ ଶାନ୍ତି କରୁଛୁ, ଆପଣ ଏଥିପାଇଁ କିଛି ଅର୍ଥ ଦେବାକୁ ଚାହୁଁଛନ୍ତି, ମୁଁ ଯେମିତି କହୁଛି କୌଣସି ବାଧ୍ୟ ନାହିଁ। ଯେତିକି ଭକ୍ତି ଅଛି, ଯେତିକି ମନର ଶକ୍ତି ଅଛି, ଦେବାର ସାମର୍ଥ୍ୟ ଅଛି, ସେତିକି ଆପଣ ଦାନ କରିପାରିବେ। ଭକ୍ତିରେ ଭଗବାନ, ପଇସାରେ ନୁହେଁ। ତେଣୁ ଆପଣ ସମସ୍ତଙ୍କୁ ଅନୁରୋଧ, ଫୋନ୍ପେ ନମ୍ବର 70086929 କିମ୍ବା ନମ୍ବର ଏବଂ ସ୍କାନର କୋଡ଼ ଦେଇଦେଉଛି ଆପଣ ସମସ୍ତଙ୍କୁ। ଏଥିରେ କିଛି ଅର୍ଥଦାନ କରି ନିଜର ନବଗ୍ରହ ଶାନ୍ତି କରି ନିଅନ୍ତୁ। ଜୟ ଗୁରୁଦେବ, ଜୟ ଚୈତନ୍ୟ ମହାପ୍ରଭୁ, ନମୋ ନମଃ। ଜୟ ଗୁରୁଦେବ, ଜୟ ଚୈତନ୍ୟ ମହାପ୍ରଭୁ, ଜୟ ମହାବୀର ହनुमान की जय। ପଣା ସଂକ୍ରାନ୍ତି ଆସନ୍ତାକାଲି, ମହାବିଶୁଭ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ। ହିନ୍ଦୁ ଶାସ୍ତ୍ର ପାଇଁ, ହିନ୍ଦୁ ପରମ୍ପରା ପାଇଁ କାଲି ହେଉଛି ଗୋଟିଏ ପାବନ ଆଉ ପବିତ୍ର ଦିନ। ଏହି ଦିନରେ ପ୍ରତ୍ୟେକ ଭକ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ଶ୍ରୀ ବଜରଙ୍ଗବଲି ମହାଦେବ, ଯେ ରୁଦ୍ର ଅବତାର ନିଜେ ବଜରଙ୍ଗବଲି। ତେଣୁ କାଲି ପାଇଁ କିଛି ଉପାୟ ଆପଣମାନଙ୍କ ପାଇଁ ରଖୁଛି। ବହୁତ କମେଣ୍ଟସ୍ ଥିଲା, ବହୁତ ଲୋକ ମୋତେ ଫୋନ୍ କରିଥିଲେ, ଗୁରୁଜୀ କିଛି ଉପାୟ କୁହନ୍ତୁ, ଯେ ଉପାୟ ମାଧ୍ୟମରେ ଆମେ ଜୀବନକୁ ସଜାଡ଼ି ପାରିବା, ସରସୁନ୍ଦର କରିପାରିବା। ନିଶ୍ଚିନ୍ତ କିଛି ପୂର୍ବଜନ୍ମର ଭୁଲ ତ ନିଶ୍ଚିନ୍ତ ଅଛି, ଯେଉଁଥିପାଇଁ ଆମେ ଜଣେ କଷ୍ଟ ପାଉଛେ। ଭୁଲ ଅଛି ମାନେ କ୍ଷମା ମଧ୍ୟ ଅଛି। ତ ସେ କ୍ଷମାର କିଛି ଉପାୟ ଆପଣମାନଙ୍କ ପାଇଁ କହୁଛି। ଯଦି ମନରେ ଭକ୍ତି ଥାଏ, ମନରେ ଶକ୍ତି ଥାଏ, ବିଶ୍ୱାସ ଥାଏ, ତାହେଲେ ଉପାୟ କାମ କରିବ। ଯଦି ଆପଣ କୌଣସି ଲୋଭ ବଶବର୍ତ୍ତୀ ହେଇକି ଗୋଟେ କଲେ ବହୁତ ପାଇଯିବ ବୋଲି ଉପାୟ କରିବେ, ତାହେଲେ ହେବ ନାହିଁ। ଇଏ ହେଉଛି ଭକ୍ତିର କଥା। କୌଣସି ଉପାୟରେ ପଇସା ବେଶୀ ଖର୍ଚ୍ଚ କରିବେ ନାହିଁ, କଷ୍ଟସାଧ୍ୟ ବି ନାହିଁ, କିନ୍ତୁ ଆପଣଙ୍କୁ ଭକ୍ତିରେ କରିବାକୁ ପଡ଼ିବ। ଆସନ୍ତୁ ଗୁରୁଦେବଙ୍କ ଆଶୀର୍ବାଦରେ ଏମିତି କିଛି ଉପାୟ ଜାଣିବା। କାଲି ପଣା ସଂକ୍ରାନ୍ତି, ଦ୍ୱାଦଶୀ, ବହୁତ ସୁନ୍ଦର ଦିନଟି। ଆମେ ସମସ୍ତେ ଜାଣିଛୁ ଯେ ହନୁମାନଙ୍କୁ ଉପାସନା କରୁ, କିନ୍ତୁ କେମିତି ଉପାସନା କଲେ, କେଉଁ ଉପାୟ କଲେ ଆମେ ଶାନ୍ତି ପାଇପାରିବା। ଗୋଟେ ତାଲାର ପ୍ରକୃତ ଚାବି ଲଗେଇଲେ ହିଁ ତାଲାଟା ଖୋଲିପାରିବ। ଜଷ୍ଟ ଲାଇକ୍ ଆମ ଜୀବନରେ ଆମେ କିଛି ଉପାୟ କରିବା, ଯେଉଁ ଉପାୟ ମାଧ୍ୟମରେ ଆମେ ଶାନ୍ତି ପାଇପାରିବା। କିନ୍ତୁ ଉପାୟଟି ଭକ୍ତି ଦରକାର, ଶକ୍ତି ଦରକାର। ଭକ୍ତି ଠାରୁ ବଡ଼ ଦୁନିଆରେ କିଛି ନାହିଁ। ପ୍ରଥମ କଥା ହେଉଛି, ପଣା ସଂକ୍ରାନ୍ତିରେ ଆପଣମାନେ ସମସ୍ତେ ପଣାଦାନ କରିବେ। ଠେକି ବସା ସଂକ୍ରାନ୍ତି କୁହାଯାଏ, ପଣା ସଂକ୍ରାନ୍ତି କୁହାଯାଏ। ପଣା ତ ଦାନ ହେବ, ଜଳସତ୍ର ଦାନ କରିବେ, ଲୋକମାନଙ୍କୁ ଭୋଜନ କାଲି ହେବ, ହରିହାଟ ହେବ, ବହୁତ ପ୍ରକାର କାଲି ଅଛି। କିନ୍ତୁ କେଉଁ କେଉଁ ଉପାୟ କଲେ ଆପଣମାନେ ଏହି ସଂକ୍ରାନ୍ତିରେ ଆହୁରି ଆନନ୍ଦ ନେଇପାରିବେ। ପ୍ରଥମ କଥା ମନେ ରଖିଥାନ୍ତୁ, ହନୁମାନଙ୍କର ପ୍ରିୟ କିଏ? ପ୍ରଭୁ ଶ୍ରୀରାମ। ତେଣୁ ଆପଣମାନଙ୍କୁ ଗୋଟେ ଛୋଟିଆ ଉପାୟ କହୁଛି, ନିଶ୍ଚୟ କରନ୍ତୁ। ଗୋଟେ ଧଳା ପେପରରେ ନାଲି କିମ୍ବା ପୁରା ଗ୍ରୀନ୍, ପୁରା ରେଡ୍ କିମ୍ବା ପୁରା ଗ୍ରୀନ୍ରେ ଆପଣ ଲେଖିଦିଅନ୍ତୁ ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ତଳେ ମନସ୍କାମନା ଲେଖିଦିଅନ୍ତୁ। ତଳେ 108 ଥର ଲେଖିବେ। ଆଉ ପ୍ରତ୍ୟେକ ଥର ଭକ୍ତିରେ ଲେଖିବେ, ତଳେ ପକାଇ ଲେଖିବେ ନାହିଁ। କାଠ ପିଢ଼ା ହେଉ, ଯଦି ନାହିଁ ତ କାଠ ଚୌକି ହେଉ, ଯଦି ନାହିଁ କିଛି ଗୋଟେ ଭଲ ସଫା କପଡ଼ା ମଧ୍ୟ ପକାଇ ଲେଖିପାରିବେ, କିନ୍ତୁ ତଳେ ପକାଇ ଲେଖିବେ ନାହିଁ। ତଳେ ଜନକ ରାଜା ଜନ୍ମ ହୋଇଥିଲେ, ତେଣୁ ଆପଣ ମାଆଙ୍କ ଛାତିରେ ପଢ଼ୁଥିବେ, ସେଇଟା କରିବେ ନାହିଁ। ସେ ତାଙ୍କୁ ଜନକ କୁହାଯାଏ, ସେ ଜନକର ଜନ୍ମ ହୋଇଥିଲେ, ତେଣୁ କରିବେ ନାହିଁ। କାଠ ପଟା ପକାଇ ଲେଖିବେ। ଓକେ, ତାକୁ କୌଣସି ତମ୍ବା ପାତ୍ରରେ ଫସାଇ ଦେଲେ ଭଲ କଥା, ନାହିଁ ତାହେଲେ ଆପଣମାନେ ମାଟି ଗଢ଼ାରେ ମଧ୍ୟ ତାକୁ ଯେଉଁ ଖୋପ ଥିବ ଲଗାଇକିରି କୌଣସି ନଦୀରେ ଫସାଇ ଦେବେ। ଦେଖନ୍ତୁ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ଭକ୍ତିରେ ଲେଖନ୍ତୁ, ଛୋଟ ଉପାୟଟେ କହୁଛି।
ତା ସହିତ ସମସ୍ତଙ୍କୁ କହିବାକୁ ଚାହିଁବି କାଲି ଆପଣମାନେ ହନୁମାନଙ୍କ ପାଖରେ ଫଳ ଭୋଗ ଆଉ ସିନ୍ଦୁର ଲେପନ କରନ୍ତୁ। 108 ଥର ହନୁମାନ ଚାଳିଶା ପଢ଼ନ୍ତୁ କାଲି। ଏଇଟା ସବୁଠାରୁ ବେଷ୍ଟ ଉପାୟ ହନୁମାନ ଚାଳିଶା ପଢ଼ିବା 108 ଥର। ଯେତେ କାମ ଥାଉ କାଲି ବନ୍ଦ କରିଦିଅନ୍ତୁ, ଗୋଟେ ଥର ପ୍ରଭୁଙ୍କ ପାଖରେ ନିଜ ସମର୍ପଣ। ଯେତେ ସଙ୍କଟ ଶତ୍ରୁ ଗୁରୁଜୀ ବହୁତ ଶତ୍ରୁ ନାଶ ଅଟୋମେଟିକ୍ ହେଇଯିବ। ଯେତେ ବିପଦ ଥାଉ ରାସ୍ତା ଆପେ ଦେଖା। ହନୁମାନ ଆଶା ପଡ଼ୁ କି ଟଙ୍କା ଦାନ କରିଦେବେ ଲୋକ ବହୁତ ମାନେ ଲୋକ ଟଙ୍କା ଦାନ ସେମିତି କରିବା ଭେରି ପ୍ରାକ୍ଟିକାଲ। ସବୁବେଳେ କହିଛି ମୁଁ ବହୁତ ଯାଟା କଥା ରିସର୍ଚ୍ଚ କହେ, ପ୍ରାକ୍ଟିକାଲ ବୈଦିନ ମତରେ କହେ, କିନ୍ତୁ ପ୍ରାକ୍ଟିକାଲ ୱେରେ କହେ। ଆପଣଙ୍କୁ ବଜରଙ୍ଗବଲି ସେତିକି ମନୋବଳ ଷ୍ଟ୍ରଙ୍ଗ କରିଦେବେ, ସେ ରାସ୍ତା ଦେଖେଇବେ କି ଆପଣମାନେ ନିଶ୍ଚିନ୍ତ ଆପଣ ହିଁ ଲଢ଼ିବେ। ବଜରଙ୍ଗବଲି ରାସ୍ତା ଦେଖାଇଥିଲେ, ସତ୍ୟବନ୍ଧ ବାନ୍ଧିଥିଲେ। ଓକେ, ଆପଣଙ୍କୁ ରାସ୍ତା ଦେଖାଇବେ। ଆପଣ ତ ରାମ ଅଛନ୍ତି, ବାସ୍ ଆପଣ ସେ ରାମ ଖୋଜି ପାଉନାହାନ୍ତି। ଆପଣ ଭିତରେ ଭଗବାନ ଅଛନ୍ତି, ଆତ୍ମା ହିଁ ଭଗବାନ। ସତସତ୍ୟ ମୋତେ ଟିକେ କହିଲେନି ଦେଖନ୍ତୁ କଥା ଭିତରେ। ତେଣୁ ନିଶ୍ଚିନ୍ତ ଆପଣଙ୍କ ଡାକ ସେ ଶୁଣିବେ। ଯଦି ବି ଆପଣମାନେ ପଢ଼ିବାକୁ ଅସକ୍ଷମ, ପଢ଼ିପାରିବେ ନାହିଁ, ବହୁତ ମନେ ପଢ଼ିପାରିବେ ନାହିଁ, କମ୍ ସେ କମ୍ ନିଜର ମୋବାଇଲ ହଉ ମ୍ୟୁଜିକ୍ ସିଷ୍ଟମ୍ରେ ହଉ 108 ଥର ଘରେ ବଜେଇ ଦିଅନ୍ତୁ। କିନ୍ତୁ ବିଧି ଗୋଟିଏ ଅଛି ତା ଦେହରେ। ଆପଣ କାହିଁ ଗୁରୁଜୀ ଏମିତି ହନୁମାନ ଚାଳିଶା ପଢ଼ୁନାହିଁ, ହନୁମାନ ଚାଳିଶା ପଢ଼ନ୍ତି, କିନ୍ତୁ କାଲି ପାଇଁ ଯେଉଁ ବିଧିଟି କହୁଛି ଏଇଟା ହେଉଛି ମହାବାଣ ଉପାୟ, ରାମବାଣ ଉପାୟ। ଦେଖନ୍ତୁ କରିକି 108 ଥର ହନୁମାନ ଚାଳିଶା ପଢ଼ିଲା ବେଳେ ଗୋଟେ ଗ୍ଲାସ୍ରେ, କାଚ ଗ୍ଲାସ୍ରେ କିମ୍ବା ପୁରା ତମ୍ବା ଗ୍ଲାସ୍ରେ, ଅନ୍ୟ କୌଣସି ଲୁହା ଜିନିଷ ନେବେ ନାହିଁ, ତମ୍ବା ଗ୍ଲାସ୍ କିମ୍ବା କାଚ ଗ୍ଲାସ୍ରେ ଗୋଟେ ଗ୍ଲାସ୍ ଫୁଲ୍ ପାଣି ରଖନ୍ତୁ। ସେଥିରେ ମିଶ୍ରି ଖଣ୍ଡ ପକାଇ ଦିଅନ୍ତୁ, କିଛି ମିଶ୍ରି ପକାଇ ଦିଅନ୍ତୁ। ତାକୁ ମୋତେ ତଳେ ରଖିବେ ନାହିଁ, ଯେମିତି ଚେଷ୍ଟା କରନ୍ତୁ ରଖିବା ପାଇଁ ଆପଣଙ୍କ ମୁହଁ ସିଧା। ଯଦି ପଢ଼ୁଛନ୍ତି ଆପଣ ରଖିବା ପାଇଁ, ନହେଲେ ତ ତଳେ ରଖନ୍ତୁ, ତଳ ମୁହଁରେ ପଢ଼ିବେ। ଚେଷ୍ଟା କରନ୍ତୁ ଶବ୍ଦର ପ୍ରତ୍ୟେକ ଉଚ୍ଚାରଣ ଆପଣଙ୍କର ସେ ଗ୍ଲାସ୍ ଉପରେ ଶବ୍ଦ ଗୁଡ଼ାକ ଥ୍ରୋ ହେଉ, ମାଡ଼ ହେଉ। ୟାର ଗୋଟେ କାରଣ ମଧ୍ୟ ଅଛି। ଯେଉଁ ହନୁମାନ ଚାଳିଶା ଲେଖାଯାଇଛି ସେଥିରେ ସବୁ ଶୁଦ୍ଧତାର ବାକ୍ୟ ଲେଖାଯାଇଛି। ଓକେ, ସେ ଶବ୍ଦର ଉଚ୍ଚାରଣରେ ଗୋଟେ ମ୍ୟାଗ୍ନେଟିକ୍ ପାୱାର ଅଛି, ଯିଏକି ସେ ପାଣିକୁ ଗୋଟେ ମ୍ୟାଗ୍ନେଟିକ୍ ବହୁତ ସାରା ପାୱାର, ଏନର୍ଜେଟିକ୍ ପାୱାର ଦେବ। ସରିଲା ପରେ ପାଣିକି ମୁଣ୍ଡିଆ ମାରି ଆପଣ ହନୁମାନ ପାଖରେ ଠିଆ ପିଇ ଦିଅନ୍ତୁ। ଦେଖନ୍ତୁ ବହୁତ ସାରା ଜଏଣ୍ଟସ୍ ପେନ୍ ହେଉ, ଆପଣଙ୍କର ବହୁତ ସାରା ରୋଗ ହେଉ, ବହୁତ ଦିନ ପୁରୁଣା ରୋଗ ହେଉ, କଫ ପିତ୍ତ ଏସବୁ ରହିଛି ଦେହରେ, କିମ୍ବା ଶତ୍ରୁ ଅଛନ୍ତି ଚାରିକଟରେ, ଏନର୍ଜି ମନୋବଳ ଭାଙ୍ଗି ଡିପ୍ରେସନ୍ ଏନ୍ଜାଇଟି ଆଜିକା ଡେଟ୍ରେ କହୁଛନ୍ତି, ନାଶ ହେଇ ପଳାଇବ। ଭକ୍ତି ଦରକାର, ଗୋଟେ ଲୋଭରେ କରନ୍ତୁ, ସମର୍ପଣରେ କରନ୍ତୁ। ଦେଖନ୍ତୁ ତା ସହିତ କାଲି ଯେଉଁମାନେ ଏକାଗ୍ର ନ କରିପାରୁଛନ୍ତି, ବୁଢ଼ାବୁଢ଼ୀ ଅଛନ୍ତି, ଘରେ ଅଛନ୍ତି, କରିପାରିବେନି, ପସିବୁଲ୍ ନା। ଆପଣ ଗୋଟେ କାମ କରନ୍ତୁ, ଆଟଲିଷ୍ଟ ଆପଣମାନେ ଗୋଟେ ତମ୍ବା ଲୋଟାରେ, ଓକେ, ପବନ ପୁତ୍ର ହନୁମାନଙ୍କ ନାଁରେ ସୂର୍ଯ୍ୟଙ୍କ ପୁତ୍ର, ତ ଆପଣ କାମ କରନ୍ତୁ, ସୂର୍ଯ୍ୟଙ୍କ ପାଖରେ ତମ୍ବା ଲୋଟାରେ କିଛି ଅରୁଆ ଚାଉଳର ଅର୍ଘ୍ୟ, କୁଙ୍କୁମ, ଚନ୍ଦନ ପକାଇକି କାଲି 7 ଥର ଆଟଲିଷ୍ଟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ହନୁମାନଙ୍କର ମନ୍ତ୍ରଟିଏ ପଢ଼ନ୍ତୁ। ନିଶ୍ଚିନ୍ତ ଆପଣଙ୍କ ଜୀବନରେ ବହୁତ ସୁଖ ଆସିବ। ମନ୍ତ୍ର ପଢ଼ିପାରୁନାହାନ୍ତି, ଆପଣ ନେଟ୍ରେ ପଢ଼ିପାରିବେ, ଆଜିକାଲି ମନ୍ତ୍ର ବଜାଇ ପାରିବେ। କାଲି ମିନିମମ୍ 15 ମିନିଟ୍ ହନୁମାନଙ୍କ ନାଁରେ ଧ୍ୟାନ କରନ୍ତୁ, ଆପଣ ପାଇଁ ବହୁତ ଭଲ ଆସିବ। ଯଦି ପାରୁଛନ୍ତି ଭୂମିଦାନ କାଲି ବହୁତ ଭଲ, ଜଳଦାନ ତା'ଠାରୁ ଆହୁରି ଭଲ। ଫାଷ୍ଟ ଜଳଦାନ, ତାପରେ ଭୂମିଦାନ, ବହୁତ ଭଲ। ଜଳଛତ୍ର ଲଗାନ୍ତୁ, ଖାଲି ପାଣି କାହାକୁ ଦେବେ ନାହିଁ ପିଇବା ପାଇଁ। ବହୁତ ଲୋକ ଖାଲି ପାଣି ଦେଇ ଦେଉଛନ୍ତି ଲୋକମାନଙ୍କୁ ପିଇବା ପାଇଁ, ନାହିଁ ଆଜ୍ଞା, ମିଶ୍ରି ଖଣ୍ଡ ପକାଇକି ଦିଅନ୍ତୁ। ଜଳଛତ୍ର କରୁଛନ୍ତି, ଖଣ୍ଡେ ମିଶ୍ରି ସେଠି ଦିନକୁ 200-250 ଗ୍ରାମ ମିଶ୍ରି ଖଣ୍ଡେ ମାତ୍ର ହେଉ ପକାନ୍ତୁ। ଦେଖନ୍ତୁ ସେ ଆଶୀର୍ବାଦ ଯେଉଁ ମିଳିବ ଆପଣଙ୍କୁ ସବୁ ରିଷ୍ଟ ଖଣ୍ଡନ ହେବ। ଛୋଟ ଛୋଟ ଉପାୟ ଅଛି ଆପଣମାନଙ୍କ ପାଇଁ। ଯଦି ସମ୍ଭବ ହେଉଛି ଘରେ ସୁନ୍ଦରାକାଠ ପାଠ କରନ୍ତୁ, ବଜରଙ୍ଗ ବାଣ ପାଠ କରନ୍ତୁ, ଶିମୁଳି ମହାବୀର ଯଦି ଫଟୋ ଅଛି ଘରେ ପୂଜା କରନ୍ତୁ, ଯଦି ନେଟ୍ରେ ମିଳୁଛି ଭଲ ପୂଜା କରନ୍ତୁ, ତାକୁ ପ୍ରିଣ୍ଟ କାଢ଼ିକି, ମୁଁ ସିମ୍ପଲ୍ ଉପାୟ କହୁଛି, ଏହା ଦର୍ଶନ କରନ୍ତୁ। କାଲି ବହୁତ ଆକ୍ଟିଭ୍ ଥାନ୍ତି ସେ, ତେଣୁ କରିକି ଦେଖନ୍ତୁ, ବହୁତ ଭଲ ରହିବ। ତା ସହିତ ମୋତିଚୁର ଲଡ଼ୁ ଯାହା କୁହାଯାଏ, ବେସନ ଲଡ଼ୁ ଯାହା କୁହାଯାଏ, ମୋତିଚୁର ଲଡ଼ୁ ଯାହା କୁହାଯାଏ, ଆପଣ ହନୁମାନ କାଲି ଭୋଗ ଲଗାନ୍ତୁ, ବହୁତ ବଢ଼ିଆ ରହିବ। ପକ୍ଷୀମାନଙ୍କୁ କାଲି କିଛି ଦାନା ପାଣି ଦିଅନ୍ତୁ, ତାଙ୍କ ପାଇଁ ଜଳଛତ୍ର କରନ୍ତୁ। ମଣିଷ ତ ପାଣି ପିଇପାରିବ, ଖରାଦିନ ସେମାନେ ଦେଇ ଦେଖନ୍ତୁ, ବ୍ୟବସ୍ଥା କରନ୍ତୁ। ଘର ଛାତ ଉପରେ, ରାସ୍ତାରେ ହେଉ କିମ୍ବା ଗଛରେ ହେଉ, ଘର ଡାଳ ଅଛି ଲଗାଇ ଦିଅନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଉପାୟ, ଆପଣ ଦେଖନ୍ତୁ କେତେ ସୁନ୍ଦର ଆସିବ। ମାଙ୍କଡ଼ମାନଙ୍କୁ କାଲି କିଛି ଫଳ ଦିଅନ୍ତୁ ଖାଇବା ପାଇଁ। ପାଣି ବୋତଲଟେ, ପାଣି ଗୋଟେ ବାଲ୍ଟିରେ ଥୋଇ ଦିଅନ୍ତୁ କି ଗୋଟେ ପାତ୍ରରେ ଥୋଇ, ଦେଖନ୍ତୁ କେତେ ବଢ଼ିଆ। ଏଇ ଉପାୟ
ଆପଣ ଗୁରୁଜୀ ये सब सिंपल उपाय रे ही भगवान को कहते बहुत कष्ट करने भगवान कहते तू केते श्रद्धा कर जो जीव को गढ़ी जो मांकड़ को चढ़ेगी शशु गढ़ी तू के सेवा कर से आप तो खाईपर कौट ना कौटी पा बोटल पी पार कि कौट ट्यूबवेल पी पार पा कूर पी पार से ना सिस्टम तेणु भगवान से ठीक खुशी हमें काली ठारू चेष्टा करूँ पूरा मसे जेपर्यंत बैशाख अच्छी खरा दिन अच्छी मैंने चेष्टा करूँ आपण मैंने दवापाई देखो केते सुंदर समय आसूसी आप जीवन में एवं स्वामी स्त्री मानक कहवाक चाहिए कम से कम 3 दिन 7 दिन नियम मैंने मिलन न करने टी संयम रही ये समय जब सन्तान जन्म हुए ये ठीक हम ना आपण तेणु सन्तान सन्तान प्लानिंग 7 दिन न कर अनुरोध करा चाहिए एवं मन रखी था जब हनुमान चालीसा न पढ़ी पार्टी काली आटलिस्ट 100 थर बचई देके शुणु बहुत भल रही आसंता काली भाग्य के परिवार तरफ काली निश्चिंत आपण समस्त जलछत्र व्यवस्था होती प्रसाद बंटन व्यवस्था होती तेणु जो सहयोग कर कोटि कोटि धन्यवाद आप समस्त ये सुंदर उपाय थिला छोट छोट उपाय थिला एवं किसी न कर हनुमान गोटे दीपटे जाली दिखाँ मटी दीपटे जाली दिखाँ देखो जीवन के सुंदर आसो भक्ति करंतु बहुत बड़ उपाय किसी करें छोट उपाय किसी मन भक्ति करूँ जो संक्रांति पूजा चाहते जो नवग्रह शांति चाहते से काली किसी अर्थदान कर निजर इष्टखंड नवग्रह काली पूजा हम जय गुरुदेव।